ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବାର ମୁଖ୍ୟ ଉଦ୍ଦେଶ୍ୟ ଆଜିକା ତାରିଖରେ ବିଶ୍ୱର ଅବସ୍ଥା କ'ଣ, କେଉଁ ଦିଗ ଦେଖି ଗତି କରୁଛି, ଆଉ ଭବିଷ୍ୟତ କ'ଣ ହେବ ଆମ ଭାରତର ଆଉ ବିଶ୍ୱର। ଧନ୍ୟବାଦ। ଆଉ ପ୍ରଭୁ ଚକ୍ର ଓଡ଼େଇକି ରଖିଥାନ୍ତୁ। ଆପଣମାନେ ବହୁତ ଦୂରରୁ ଆସିଛନ୍ତି ଆଉ ଆପଣଙ୍କର ବହୁତ ସଂଖ୍ୟାରେ ସହଯୋଗ କରନ୍ତୁ ଏଇଟା ଧନ୍ୟବାଦ। ଆଜ୍ଞା, ଆମେ ଆମ ନିଜ ଗୁରୁଦେବଙ୍କୁ ଆମେ ଜାଣିପାରିଲେ, ଆମର ଧର୍ମ କ'ଣ ଜାଣିପାରିଲେନି, ଆମର ଧର୍ମଶାସ୍ତ୍ର କ'ଣ ଜାଣିପାରିଲେନି। ଆଜି ଆମ ସମାଜ ପୁରା ଧ୍ୱଂସର କରାଳ ମୁଖରେ ସମ୍ମୁଖୀନ ହେଇସାରି। କାରଣ କାଲି ଗଲା ଏ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ ଦ୍ୱାପର ଯୁଗରେ। ଯେତେବେଳେ ଅନ୍ୟାୟ ଅସତ ବଢ଼ିଗଲା, ସେତେବେଳେ କ'ଣ ହେଲା ନା ଗର୍ବୀ ଖଳ କୁଟିଳ ସଂସାରର ଅମଙ୍ଗଳକାରୀ ପାପୀମାନଙ୍କର ପ୍ରାଦୁର୍ଭାବ ଦ୍ରୁତ ଗତିରେ ଆଗେଇଗଲା। ଏଇ ପାପୀମାନଙ୍କୁ ବିନାଶ କରିବା ପାଇଁ ପରମ ପୁରୁଷ ଭଗବାନ ଯୁଗେ ଯୁଗେ ଅବତାର ହେଇକି ଆସିଥାନ୍ତି। ଯେତେବେଳେ ଅନ୍ୟାୟ ଅସତ ବଢ଼ିଗଲା, ସେତେବେଳେ ଏ ଗର୍ବୀ ଖଳ କୁଟିଳ ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରିକି ସେ ସାଧୁଙ୍କୁ ରକ୍ଷା କରିବାକୁ ତାଙ୍କ ଚିତ୍ତ ଶକ୍ତି ବଳରେ ଏ ଧରାଧାମରେ ଅବତରଣ କରି ଏ ପାପୀ ଗୁଡ଼ାକୁ ବିନାଶ କରିକି ସେ ଯୁଗେ ଯୁଗକୁ ଧର୍ମକୁ ସ୍ଥାପନ କରିକି ଚାଲିଯାଆନ୍ତି। ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ଜନ୍ମାଷ୍ଟମୀରେ ଆମର ବର୍ତ୍ତମାନ ଯେଉଁ ଅସୁର ମାନେ ଅଛନ୍ତି, ଜନ୍ମାଷ୍ଟମୀ ଗୋଟେ ପବିତ୍ର ଦିନ। ପବିତ୍ର ଦିନରେ ଆପଣ ଦେଖିବେ ଏଇ ଓଡ଼ିଶାରେ, ଏଇ ଖଣ୍ଡଗିରିରେ, ଏଇଠି ମୟୂର ହୋଟେଲ ଭିତରେ ଏ ଅଞ୍ଚଳର ସବୁ ଯେତକ ଲୋକ ଇଏ ଜମି ମାଫିଆ, ମଦ ମାଫିଆ, ଇଏ ଡ୍ରଗ୍ସ ମାଫିଆ, ଇଏ ନ୍ୟୁଜ୍ 7ରେ ମାଫିଆ, ଏ ସବୁ ମାଫିଆ, ପୋଲିସ ମାଫିଆ, ଇଏ ଜଙ୍ଗଲ ମାଫିଆ, ଏ ସବୁ ମାଫିଆ ଏକାଠି ହେଇକି ଗୋଟେ ମିଟିଂ କରୁଥିଲେ। ମିଟିଂ କରିକି କ'ଣ କଲେ, ସେ ମିଟିଂରେ ହେଇଥିଲା ମାଂସ ତରକାରୀ। ଜନ୍ମାଷ୍ଟମୀରେ ମାଂସ ତରକାରୀ ହେଇଥିଲା, ମାଛ ତରକାରୀ ହେଇଥିଲା, ଚିଙ୍ଗିଡ଼ି ମାଛ ତରକାରୀ କରାହେଇଥିଲା। ଆଜ୍ଞା, ଏମାନେ ହେତୁବାଦୀ ପାଲଟିଗଲେ, ଧର୍ମ କର୍ମ ମାନିଲେ ନାହିଁ, ଗୁରୁ ଗୁରୁଜନ ମାନିଲେ ନାହିଁ, ଶାସ୍ତ୍ର ମାନିଲେ ନାହିଁ। ଏମାନେ କ'ଣ କରିଛନ୍ତି, ଏ ଯେତେବେଳେ ଏଇ ଖଣ୍ଡଗିରି ଉଦୟଗିରି ଏ ଚତୁଃପାର୍ଶ୍ୱରେ ସବୁ ମାଫିଆ ମାନଙ୍କୁ ଧରା ହେଇଯାଇଛି, ଏମାନଙ୍କର ପ୍ରାଦୁର୍ଭାବ ବହୁତ ଜୋରରେ ଆଗେଇ ଯାଇଛି। ସେଇଗୁଡ଼ା ଉପରେ ଏମାନେ କ'ଣ କରିଛନ୍ତି, ଏକାଠି ହେଇକି ଆମେ ଏଗୁଡ଼ାକୁ ଆମର ଆମ ଆଧିପତ୍ୟ ଜାରି ରହୁ। ଦୋଷୀମାନଙ୍କୁ ଦଣ୍ଡ ମିଳିବ ତ? ଆଜ୍ଞା, ଯିଏ ଯାହା କରୁଛି ସିଏ ସେଇଆ ଭୋଗିବ ସୁନିଶ୍ଚିତ। ଏଥିରେ କିଛି ଭୁଲ ନାହିଁ। କାରଣ ଦେଖନ୍ତୁ, ଏମାନେ ଏ କାମ କରିକି ଇଏ ଧର୍ମର ବିରୁଦ୍ଧ ଆଚରଣ କଲେ। ମଦ ଖାଇକି ଇଏ କ'ଣ କରିଛନ୍ତି, ନିଶା ଖାଇକି ଯନ୍ତ୍ର ଆଣିକି ଇଏ ଗଛ 4-5ଟା କାଟିଥିଲେ। ତାଙ୍କୁ ଆମେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଦେଲୁ। ସେ ଫରେଷ୍ଟ ଡିପାର୍ଟମେଣ୍ଟରେ ସେ ଭିତରେ ଅଛନ୍ତି କି କ'ଣ ଧରିବା ଲାଗି ଭିତରେ ମୁଁ ବାଟ କରିଦେଇଛି। ଏଠି ଧରିବା ଲାଗି ବାଟ କରିଦିଆହେଇଛି। ଇଏ ଯଦି ବାଟକୁ ନ ଯାଉଛନ୍ତି, ଇଏ ଫୋନ୍ ଉଠାଉନାହାନ୍ତି। ଆଜ୍ଞା କହିଲେ ଆମେ ଆରେଷ୍ଟ କରିଥିଲୁ, ଜାମିନରେ ଆସିଥିଲୁ। କି ଜାମିନରେ ଆସିଛି? କ'ଣ ଜାମିନରେ ଆଣିଛ ତମେ? କେମିତି ଜାମିନ କିଏ ଦେଲା? ଭାରତ ସରକାରଙ୍କର ଯେଉଁ ଜଙ୍ଗଲ ବିଭାଗ, ସେ ଯିଏ ଅଛନ୍ତି, ଏ ପଶୁ ପକ୍ଷୀ ଜୀବଜନ୍ତୁଙ୍କର ସୁରକ୍ଷା ବାବଦରେ ସେମାନେ ତ ଗୋଟେ ଇଏ କରିଥିବେ ଆଜ୍ଞା, ନା କରିନଥିବେ? ସେମାନେ ନିଶ୍ଚିନ୍ତ ଭାବରେ ଇଏ କରିଥିବେ। ସିଏ ଲେଖିକି ଦେଲେ ଅର୍ଡ଼ର, ତମେ ଆସିଲ ଏଠି ଏନୁକାରି କରି ଗଲ,
ଏନୁକାରି କରି ଗଲା ପରେ ବିଷୟରେ ତମକୁ କିଏ ଅର୍ଡ଼ର ଦେଇଛି? ତମେ କାହିଁକି ତାଙ୍କୁ ଆରେଷ୍ଟ କଲ ନାହିଁ? ଆମେ ଭିଜୁଆଲରେ ରଖିଛୁ ସବୁ। ତମେ ଆପଣ ପାଖରେ ଅଛି? ହଁ, ସବୁ ରଖିଛୁ। ଦରକାର ପଡ଼ିଲେ ସରକାରଙ୍କୁ ଆମେ ଉପସ୍ଥାପନ କରିପାରିବା? ହଁ ଆଜ୍ଞା, ଆମେ କରିପାରିବା। ଏଇଟା କୋର୍ଟରେ ବି ଦାଖଲ କରିପାରିବା? ହଁ, ଦାଖଲ କରିପାରିବା ବିଷୟରେ। ଆଉ ଏମାନଙ୍କର ଟିକେ ହେଲେ ଭୟ ନାହିଁ। ଆଚ୍ଛା, ଏଇ କାମ ଗୁଡ଼ା କରିବା କେମିତି କରାହେଉଛି ନା ଓଡ଼ିଶାରେ ଆଜ୍ଞା 4,60,00,000 କି 70,00,000 ଲୋକ ଏଇନାକେ ଆମେ ବସବାସ କରୁଛେ ଏଇ ଓଡ଼ିଶାରେ। ଏଇ ଓଡ଼ିଶାରେ 4,60,00,000 କି 70,00,000 ଲୋକ ବସବାସ କରୁଛନ୍ତି। ଏଇ 70,00,000 ଲୋକ ଏମାନେ କ'ଣ ହେଇସାରିଲେଣି ଆଜ୍ଞା ଜାଣିଛନ୍ତି? ଏମାନେ ପୁରା ନିଶା ଖାଇକି ଏଇ ସବୁ ପ୍ରକାର ରୋଗ ହେଇଯାଇଛି ତାଙ୍କୁ। ଇଏ ଲାଗେ ମୃତ୍ୟୁ ଶଯ୍ୟାରେ ଶୋଇଛନ୍ତି। ଇଏ ମରିଯିବେ, ଆଉ ଏମାନେ ବଞ୍ଚିବାରେ ନାହିଁ ଆଜ୍ଞା। ଏଇଟା ଗୋଟିଏ ଶୁଣନ୍ତୁ। ଆଉ ଗୋଟେ କୋଟି ଲୋକ ଇଏ ସବୁ ମଦ ମାତାଲ ହେଇକି ଇଏ ମଦ ଖାଇକି ମାତାଲ ହେଇଯାଇଛନ୍ତି, ଅଜ୍ଞାନୀ ହେଇଯାଇଛନ୍ତି, ପାଗଳ ହେଇଯାଇଛନ୍ତି। ଆଉ ଆଙ୍କର ଆଜ୍ଞା ଥଳକୂଳ କିଛି ନାହିଁ ଆଜ୍ଞା, କିଛି ନାହିଁ। ଆ ପରେ କ'ଣ ହେଇଛି? ଇଏ ଗଲା, ଏମାନେ ସବୁ ଇଏ ଧ୍ୱଂସର ପର ଧନ ପର ନାରୀ ନାରୀ ଇଏ କତୁରୁ ଆରମ୍ଭ କରିକି ସବୁ ଚାଲିଛି ତାଙ୍କର। ଅନ୍ୟାୟ ଅତ୍ୟାଚାର ମର୍ଡର କେସ୍ ପର୍ଯ୍ୟନ୍ତ ଏମାନେ ଚଲେଇଛନ୍ତି। ଏଇଟା କଳିଯୁଗ ପାଇଁ ଅଧିକା ଅନ୍ୟାୟ ଅତ୍ୟାଚାର ହଉଛି ନା ସତ୍ୟ ଯୁଗ ବି ଆସିବାର ନାଇଁ ଆଜ୍ଞା, ସତ୍ୟ ଯୁଗ ଆସିଛି ଆଉ ଧରା ପଡ଼ି ଯାଇଛନ୍ତି। ମୁଁ ସେ ବିଷୟରେ କହିବି। ଏତିକି ଶୁଣି ସାରନ୍ତୁ। ଇଏ ଗୋଟେ କୋଟି ଗଲେ, ଆଉ ବାକି ରହିଲେ 3 କୋଟି। 3 କୋଟି ଲୋକରୁ ଆଉ ଗୋଟେ କୋଟି ଲୋକ ଏଇ ଲାଗେ ଅଫିସ୍ ଚଳେଇଛନ୍ତି ଆଜ୍ଞା। ଅଫିସ୍ ଚାଲିଛି ଗୋଟେ କୋଟି ଲୋକ, ସେଇଥିରେ ମନ୍ତ୍ରୀ MLA ନେତା ସବୁ ସେଇଥିରେ। ଏଇ ଯେଉଁ କୋଟିଏ ଭିତରେ ସିଏ କ'ଣ ଅଫିସ୍ ଚାଲିଛି ଜାଣିଛନ୍ତି ଆଜ୍ଞା? ଇଏ ଆଉ କିଏ ଆପ୍ଲିକେସନ୍ ଖଣ୍ଡେ ନେଇକି ଗଲେ ସେ ତାକୁ ରଖୁନାହାନ୍ତି। କେଉଁଠି ଟଙ୍କା ମିଳିବ, କେଉଁଠି ମଦ ବେପାର ହେବ, କେଉଁଠି ଗଞ୍ଜେଇ ବେପାର ହେବ, କେଉଁଠି ଡ୍ରଗ୍ସ ବେପାର ହେବ, କୁଆଡ଼ୁ କେତେ ଟଙ୍କା ଆସିବ। ଏଇ ଫେରରେ ଆଜ୍ଞା ଜମି ମାଫିଆ କାମ କରିବା, କେଉଁଠି ଗୁଣ୍ଡା ରାଜ କରିବା, ଏଇ ଅଫିସ୍ ଚାଲିଛି। ଏ ଲାଗେ ଏମାନେ ଏଇ ଯେଉଁ ଗୋଟେ କୋଟି ଲୋକ ଏଇ ଅଫିସ୍ ଚଲେଇଛନ୍ତି। ଏମାନେ ପୁରା ମଦ ଖାଇବା, କେଉଁଠି ଗୁଣ୍ଡା ରାଜ କରିବା, କେଉଁଠୁ ଟଙ୍କା ଆଣିବା, କେଉଁଠୁ କାହାକୁ ମାରିକି ଖାଇବା, ଇଏ କେଉଁଠି ଅଣ୍ଡରଗ୍ରାଉଣ୍ଡ କରିକି ଟଙ୍କା ପୋତିକି ରଖିବା, ଏଇ କାଣ୍ଡ କାରଖାନା ଚଲେଇଛନ୍ତି। ଏଥିରେ ବହୁତ ବଡ଼ ବଡ଼ ନେତା ବିଷୟରେ ଅଛନ୍ତି। ଆମର କାଲି ସକାଳେ ଜେଲ୍ ଯିବେ, ଯାଇପାରନ୍ତି ଆଜ୍ଞା। ଇଡି ଆସିଛି ବର୍ତ୍ତମାନ, ଆଜି ଇଡି ଆସିକି ଆମ ଓଡ଼ିଶାରେ ପହଞ୍ଚିଛନ୍ତି। ଯାହା ହଉ ଧନ୍ୟବାଦ ମୁଁ ଦେଉଛି। ଏ ଯେଉଁ ଭିଜିଲାନ୍ସ, CID, କ୍ରାଇମ୍ ବ୍ରାଞ୍ଚ, ସ୍ପେସିଆଲ୍ ବ୍ରାଞ୍ଚ, CBI, ଇଏ ଓଡ଼ିଶାରେ ଯେଉଁ ଡକାୟତଗିରି କରୁଥିଲେ, ଏ ଡକାୟତଗିରି ସେମାନେ ବନ୍ଦ କରନ୍ତୁ। କାହିଁକିନା ଏ DG DIG ପର୍ଯ୍ୟନ୍ତ ଚୋରରେ ଗଣା ହେଇଛନ୍ତି। ଏ ପୋଲିସ ଡିପାର୍ଟମେଣ୍ଟରେ ଆଜ୍ଞା କେତେଟା ପୋଲିସ ଅଫିସରଙ୍କ ଲାଗି ଏ ପୋଲିସ ଡିପାର୍ଟମେଣ୍ଟ ପୁରା ବଦନାମ। କେତେଟା OS ଅଫିସରଙ୍କ ଲାଗି ଏ ସବୁ OS IS ଅଫିସର ଗୁଡ଼ା ସବୁ ବଦନାମୀ। ଆଜି OSଙ୍କ ଲାଗି, OS IS ଅଫିସରଙ୍କ ଲାଗି ଏ ସମାଜ ସୃଷ୍ଟି। ସେଇ ଭିତରେ କେତେଟା ଟାଉଟରଙ୍କ ଲାଗି ଆଜି ଏ ସମାଜ ଧ୍ୱଂସ ହେଇଯାଇଛି। ଆଉ କେତେ ଜଣ ସାମ୍ବାଦିକଙ୍କ ପାଇଁ ଏ
ଚୋର ସାମ୍ବାଦିକ ନାକି ସବୁ ସାମ୍ବାଦିକ ବଦନାମୀ ଆଜ୍ଞା। ये पुलिस डिपार्टमेंट से पुलिस डिपार्टमेंट को सपोर्ट करी ये केते गुड़िए टाउटर हो जाती बोलिकी आज पुलिस डिपार्टमेंट पूरा बदनाम हो जाए। आजिका डेट्रे मोदीଙ୍କର ମାନେ ତାଙ୍କର ପ୍ରଭାବଟା କେମିତି ସାରା ବିଶ୍ୱରେ କେମିତି ପଡୁଛି ସେ ଚାହୁଁଛନ୍ତି ବିଶ୍ୱଗୁରୁ ହବା ପାଇଁ ଭାରତ। ଶୁଣନ୍ତୁ ସେଇ ଯେଉଁ ଧନ୍ୟବାଦ ଆପଣ ବଢ଼ିଆ କଥାରେ କହିଲେ। ବିଶ୍ୱଗୁରୁ କିଏ? ବିଶ୍ୱର ମାଲିକ ଜଣେ ଅଛନ୍ତି। ଏଠୁ ଏଇମାନେ ଏଇ ଯେଉଁ ଅଫିସଟା ଚଲେଇଛନ୍ତି ଏଇ ଅଫିସରେ ଲୋକଗୁଡ଼ା ଏଗୁଡ଼ାଙ୍କୁ ଯଦି କଷିକି ମାଡ଼ ହବ ଦୁର୍ବାଜା ମାଡ଼ ହବ ଏଇ ଦୁର୍ନୀତିଗ୍ରସ୍ତ ଲୋକଗୁଡ଼ାଙ୍କୁ ଏ ସାବାଦ ହେବେ। ମାଡ଼ ନ ଖାଇବା ପର୍ଯ୍ୟନ୍ତ ଏମାନେ ଜମା ବାଟକୁ ଯିବେନି। ଏ ବିଜେଡ଼ିରୁ କ'ଣ ହେଇଛି ଜାଣିଛନ୍ତି ଆଜ୍ଞା? ଏଇ ଲାଗେ ये बीजेडी ये नवीनटा एड़े चोर एड़े साला बदमाश हारामी चोदा मुझे मुहामुही कहूँ कहीं कहूँ मु जानी आज्ञा से पांडियान से जो जेतक ये ऑफिस स्टाफ ए चीफ सेक्रेटरी सुभाष पाणी ये साला मातृचोद नंबर 1। अच्छा आज बीजेडी ये जो विजु पट्टनायक दल ये नवीन पट्टनायक ये सरकार विजु जनता दल ये सर्वनाश कर दे सारी ताकू कहीं किसी कही नथिले से ये ता विरुद्ध रे अरे काली सकाळू ये गोटे ये राहुल गांधी अरे कांग्रेस तो ओडिशा रे नहीं ओडिशा रे सब ध्वंस कर देछन मु पास कांग्रेसिया गोटे अरे विजय पट्टनायक थिला से कांग्रेस रे सी आसी पशि गलानी से बीजेपी रे। अरे तमे मूर्ख गुरा कहीं केमिति हो जो गोटे हो सुर राउतराय से सड़ारे गांधी नहीं कि मुंड नहीं से सड़ा पागल चोदा जिमिति होती से या हो तू की कांग्रेस। अच्छा राहुल गांधी पठाण है ना ख्रीस्टियान है ना हिंदू है से कौथि कहतु ना मु कहूँ बोली कि खराब भावी। अच्छा तो माँ को आगे गुली करके मारदेले हाँ ये इंदिरा गांधी मारते तू से मंत्री रे चिड़ा नहीं चोर हो गलु से तू चोर हो गलु आणिकी पंजाबीटा को आणिकी छिड़ा करदेलु। एबे कहीं से कांग्रेस बाहरी कौ कांग्रेस पठाण को सपोर्ट करवा। अरे तू जदि भल बाटक जीवु तू विरुद्ध पार्टी चोर दल सांग ना लेखे रहीपर दरकार कि एना चोर नबीना जाकि तारी सागर भी। अरे चोर को चोर हेले तमें डकायत हो रे ते सावधान कर दिगला। तू गांधी वंशर मर्यादा रखू जदि तू आसिक मिसी जा कौटी से मोदी पाखरे मिसी जा से अच्छी प्राइम मिनिस्टर तू उप प्राइम मिनिस्टर रह। अरे साला बेईमानी कर कहीं तमें सब कलह सृष्टि कर कहीं मोदी किए चिन्हलानी मोदी बा डायरेक्ट विश्वगुरु विश्वर मालिक जी सी पठे आपको मोदी की पठे तू जा भारत रे तू ये दायित्व नहीं कि ये दुर्नीति की सब हटेबू ए चोर को बाडेबू साबाद करू मु करुँ जेतक मंत्री से किए कहतु ना आज्ञा ये मंत्री गुड़ा जेतक हनुमान शक्ति पाई आज्ञा सी जदि एपाख सेपाख हुआ
ଆଙ୍କ ଉପରେ କ'ଣ ହେବ କୁହନ୍ତୁ ନା ନିୟତି ମାଡ଼ ହେବ। ଇଏ ତାଙ୍କ ଘର ବର୍ବାଦ ହେଇଯିବ। ସେଇ ହନୁମାନ ଶକ୍ତି ସାହାଯ୍ୟ କରୁଛି। ସିଏ ରହନ୍ତୁ ସେଇ ଭିତରେ। ଯେଉଁ ମନ୍ତ୍ରୀ ହେଇଛ ସେଇ କ୍ଷମତା ନେବା ଲାଗି ଆଉ ଚେଷ୍ଟା କରନା, କି କ୍ଷମତା ଛାଡ଼ିବା ଲାଗି ଚେଷ୍ଟା କରନା, ବିରୁଦ୍ଧ ଆଚରଣ ଜମା କରନା, ସାବଧାନ କରିଦିଆ ହେଉଛି। ଆଉ ସବୁ ଏକାଠି ହେଇକି ମିଶିଯାଅ। ଆଉ ଏ ଚୋର ଦଳ ତୁ ଛାଡ଼ିକି ନବିନା, ତୁ ସଲା ଓଡ଼ିଶା ଛାଡ଼ିକି ଯାଇକି ପହଞ୍ଚିଲୁଣି ପଠାଣଙ୍କ ସାଙ୍ଗରେ, ଖ୍ରୀଷ୍ଟିଆନଙ୍କ ସାଙ୍ଗରେ। ଆରେ ଖ୍ରୀଷ୍ଟିଆନ ଯଦି ଗୋରୁ କାଟିବା ଛାଡ଼ୁଛନ୍ତି, ଧର୍ମ ଦିଗରେ ଠିକ୍ ଯାଉଛନ୍ତି, ଆରେ କୋରାନ ବାଇବେଲରେ କେଉଁଠି ଲେଖା ଅଛି ତୁମେ ଇଏ ମଇଁଷି ହାଣିବ, ଗୋରୁ ହାଣିବ, ଛେଳି ହାଣିବ? ଏ ପଠାଣ କେଉଁଠି ଅଛି ତମେ ସବୁ ଏଇଆ କରିବ? ଆରେ ସେ ଜୀବଜନ୍ତୁ କିଏ? ଆମର ପୂର୍ବପୁରୁଷ ବଂଶଧର। ସିଏ ଲୋଭ ହେତୁ ଜନ୍ମ ହେଇଛନ୍ତି ଆମକୁ ଦେଖିବା ପାଇଁ, ଆମେ ତାଙ୍କୁ ମାରିକି ଖାଇବା? ଏଇଟା ହେଉଛି ସମାଜର କର୍ତ୍ତବ୍ୟ। ଏ ଶାଳା ହାରାମି ଏଠି ଯାଇକି ତାଙ୍କ ସାଙ୍ଗରେ ମିଶିଲାଣି ଏ ନବୀନା। ଏଠି ଶାଳା ମଦ ଭାଟି କରିକି ଗଞ୍ଜାମ ଭଞ୍ଜନଗର ମଝିରେ କି ଗୋଟେ ମଦ ଭାଟି କରିକି ଏ ବୁଡ଼େଇ ଦେଲା ସବୁ ଏ ସମାଜ। ଦେଶୀ ମଦ ବିଦେଶୀ ମଦ, ଇଏ ଗାଣ୍ଡି ମରା ଶଙ୍କରା କାରବାର କଲେନି। କ'ଣ କୁହନ୍ତୁ ନା, ଇଏ କହୁଛନ୍ତି ଏ ଦେଶୀ ମଦଟା ବନ୍ଦ କରିଦିଅ, ଏଇ ବିଦେଶୀ ମଦଟା ଥାଉ। କିଏ କହୁଛି ବିଦେଶୀ ମଦଟା ଥାଉ, ଇଏ ଦେଶୀ ମଦଟା ଥାଉ? ଆରେ ଶଳା ଇଏ ମରେ ମରିବ, ଦରେ ଦରିଦ୍ର ହେବ। ତୁମେ ସମାଜଟାକୁ ଧ୍ୱଂସ କରିଦେଇ ସାରିଲଣି। ଆଉ ସରକାର ତା ପାଇଁ ଆଇନ କାନୁନ ଆଣିଥିଲେ ବହୁତ ଭଲ ହେଇଥାନ୍ତା। ଆଇନ କାନୁନ ଅଣାଯାଇଛି। ଇଏ ଭାରତ ବର୍ଷରୁ ଯଦି ଏମାନେ ଏଗୁଡ଼ା କାହିଁକି ଘଟୁଛି, କହୁଛି ଏପରି ଘଟଣା କାହିଁକି ଘଟୁଛି କେହି ଚିନ୍ତା କରୁଛନ୍ତି କି? ନା, ମଦ ମାଂସ ଖାଇ ଇଏ ଦଲାଲଗିରି କରି ଜୀବନରୁ ବିତେଇ ଦେଇଛନ୍ତି। ଆଉ ଏ କଥା ଚିନ୍ତା କରୁନାହାନ୍ତି କେହି। ଯଦି ଚିନ୍ତା ନ ଆସିଲା ମୁଣ୍ଡରେ, ଯେ ମୁଁ କମିଶନରକୁ କହିଥିଲି ବିଷୟ, ତୋ ମୁଣ୍ଡରେ କ'ଣ ଅଛି? ଏ ଇଲେକ୍ସନ କାହିଁକି କରୁଛ? ତୁମ ମୁଣ୍ଡରେ ବିଦ୍ୟା, ତୁମ ମୁଣ୍ଡରେ ବୁଦ୍ଧି, ବିବେକ, ଜ୍ଞାନ ଅଛି ନା? ତୁମ ମେମୋରିଟା ଠିକ୍ କାମ କରୁଛି ନା? ମୁଁ ଏଇ କଥା ପଚାରିଥିଲି। ଆଉ ସିଏ ଯଦି ଠିକ୍, ଯଦି ତୁମ ମେମୋରି କାମ କରୁଛି, ତୁମେ ଆଗରେ ଏଇ ମଦକୁ ଉଠେଇଥାନ୍ତ। ଯେତେ ପ୍ରକାର ମଦ, ଏ ଗଞ୍ଜେଇ, ଡ୍ରଗ୍ସ, ଏଇ ଜାଗା ବର୍ତ୍ତମାନ ଏଇ ଯେଉଁ 1 କୋଟି ଲୋକ ଅଫିସ୍ ଚଲେଇଛନ୍ତି, ଏ ଅଫିସକୁ ପୁରା ବାଡ଼େଇକି ଉଠାଅ। ପୁରା ସବୁ ଏକ ହୁଅନ୍ତୁ, ନଚେତ ଏକ ନହେଲେ ସବୁ ମରିବେ, ପାଗଳ ହେଇଯିବେ। ଆଙ୍କୁ ନିୟତି ମାଡ଼ ହେବ। ହନୁମାନ ଶକ୍ତି ବାଡ଼େଇବ। ଯେଉଁ ଶକ୍ତି ଇଏ ଜଗନ୍ନାଥଙ୍କୁ ତିଆରି କରିଥିଲା ବିଶ୍ୱକର୍ମା ରୂପରେ, ଯେଉଁ ଜଗନ୍ନାଥଙ୍କ ପାଖରେ ନିଜେ ଆସିକି ଇଏ ଚୈତନ୍ୟ ଦେବ ଶୂନ୍ୟ ହରଣ ହେଇଯାଇଥିଲେ, ସେଇ ଶକ୍ତି ବାଡ଼େଇବ। ଏଇ ସନାତନ ଧର୍ମର ସୁରକ୍ଷା ହେବ। ଆଉ ଶ୍ରୀମଦ୍ ଭଗବତ ଗୀତା, ଏ ଗୀତା 18 ଅଧ୍ୟାୟ ପଢ଼, ଆଉ 700 ଶ୍ଲୋକ ପଢ଼, ଆକୁ ବୁଝ, ବୁଝାଅ, ଆଉ ପ୍ରତ୍ୟେକ କ୍ଲାସ୍ କର। ଆଉ ଏଇ ଯେଉଁ ଆଉ ରହିଲେ 2 କୋଟି ଭିତରୁ ଏଇ ଛୋଟ ଛୁଆଗୁଡ଼ିକ 1 କୋଟି। ଇଏ ଆମ ଦେଶର ଭବିଷ୍ୟତ, ବାପ ମାଙ୍କର ଭବିଷ୍ୟତ। ଆଙ୍କ ଜୀବନ ଅନ୍ଧକାର କରିବ ଯିଏ, ତା ବଂଶ ବୁଡ଼ି ଯାଉ, ସେ ମରିଯାଆନ୍ତୁ। ଯେଉଁ ସରକାର ହଉ, ଓଡ଼ିଶା ସରକାର ହଉ, ଭାରତ ସରକାର ହଉ, ଏଥିରେ କଳଙ୍କ ଲଗାନ୍ତୁ ନାହିଁ। ସାବଧାନ ହେଇଯାଆନ୍ତୁ। ମୁଁ ଏକା ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି। ଆଉ 1 କୋଟି ଲୋକ ରହିଲେ, 1 କୋଟି ଲୋକ ରହିଲେ, 1 କୋଟି ଲୋକ ଭିତରେ ମା' ମାନେ ଅଛନ୍ତି। ମାତୃର ସମ୍ମାନ ରକ୍ଷା କରାଯାଉ। ଆଉ ଏଇ 1 କୋଟି ଲୋକ ଭିତରେ ସାଧୁ ସନ୍ଥମାନେ ଅଛନ୍ତି। କ'ଣ, ଯେଉଁମାନେ କି ଆଜୀବନ ଇଏ ବିଶ୍ୱଗୁରୁଙ୍କୁ ମାନିଛନ୍ତି।
ଗୁରୁ ପରମ୍ପରାକୁ ମାନି ହଁ ଚାଲିଲେ ସେଇ ଗୁରୁଙ୍କ ଦୀକ୍ଷାର ବ୍ରତୀ ହେଇଥିଲେ ସେଇ ସତ ଅଛି ବୋଲିକି ସେମାନେ ଅଛନ୍ତି। ଏଇ 2 କୋଟି କି ଛାଡ଼ିଦେଲେ ଆଉ ଏଗୁଡ଼ା ସବୁ ମଦୁଆ ମାତାଲି ଅଜ୍ଞାନୀ ପାଗଳ ହେଇକି ମରିଗଲେଣି। ଆରେ ତୁମେ ଇଏ ନବକଳେବର ହେଇଯା। ରତ୍ନାକର ଖଣ୍ଟଟା କ'ଣ କରିଥିଲା? ରତ୍ନାକର ଖଣ୍ଟଟା ବାଲ୍ମୀକି ଋଷି ହେଇଗଲା। ଆମ ଗୁରୁଙ୍କ ନିର୍ଦ୍ଦେଶ ପାଇଲା ପରେ ବାଲ୍ମୀକି ଋଷି ହେଇଗଲା। କାଳିଦାସ ମୂର୍ଖଟା କବି ପଣ୍ଡିତ ହେଇଗଲା। ଚଣ୍ଡାଳ ଅଶୋକଟା ମଣିଷ ହେଉଥିଲା। ସିଏ କ'ଣ ହେଇଗଲା? ସନ୍ନ୍ୟାସ ହେଇଗଲେ। ସିଏ ଚଣ୍ଡାଳ ଚଣ୍ଡାଶୋକ ଧର୍ମାଶୋକ ହେଇଗଲେ। ଧର୍ମାଶୋକ ହେଇଗଲା। ଆଚ୍ଛା ସେ ଧର୍ମାଶୋକ ହେଇଗଲା। ଇଏ ବୌଦ୍ଧ ଧର୍ମ ଆଉ ଜୈନ ଧର୍ମ ଆଉ ହିନ୍ଦୁ ଧର୍ମ ଇଏ ଏକାଠି ହେଇଗଲେ। ତୁମେ ଖ୍ରୀଷ୍ଟିଆନ ସଂସ୍ଥା ଏ ମୁସଲମାନ କାହିଁକି ଆସିକି ଓଡ଼ିଶାରେ ପଶିକି ଇଏ କାଣ୍ଡ କାରଖାନା କରୁଛ? ଯଦି ତମେ କରୁଛ ତମେ ସବୁ ହିନ୍ଦୁ ହେଇଯାଅ। ଆଉ ମାଛ ମାଂସ କୌଣସି ଜୀବ ବଧ କରିବ ନାହିଁ। ତୁମେ ଭାରତର ଆଇନ ସମ୍ବିଧାନକୁ ମାନିକି ଭାରତର ଆଇନ ସମ୍ବିଧାନକୁ ମାନିକି ଚଳ। ସେମାନେ ତ ପୂର୍ବପୁରୁଷ ତାଙ୍କର ସବୁ ହିନ୍ଦୁ ମାନେ ଥିଲେ ନା, ଯେତେ ଖ୍ରୀଷ୍ଟିଆନ ଯେତେ ମୁସଲମାନ ମାନେ ସବୁ ତାଙ୍କର ଆମେ ବା ପୂର୍ବପୁରୁଷ ଗୋଟେ ହିନ୍ଦୁ। ଧର୍ମ ଆଜ୍ଞା, ସନାତନ ଧର୍ମ। ସତ୍ୟ ସନାତନ। ସନାତନ ଧର୍ମ। ଆମ ଧର୍ମ କହୁଛି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣ ବ୍ରଜ ଅହନ୍ତା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି। ଯଦି ଆମେ ମୋକ୍ଷ ପ୍ରାପ୍ତ ହେବାର ଇଚ୍ଛା ଥାଏ ତାହେଲେ ଆମେ ସବୁ ଦଳ ଗୋଟିଏ ହେଇଯିବା। ଯଦି ଜଣେ ଭୁଲ କରୁଛି ତମେ ବିରୋଧୀ ପାର୍ଟି ହେଇକି ରହିବ କ'ଣରେ? ତମେ ଚୋର ପାର୍ଟି କାହିଁକି ହେଇକି ରହିବ? ତମେ ଦଲାର ପାର୍ଟି ହେଇକି ରହିବ କାହିଁକି? ସାରା ମଦ ଅଫିମ ଚୋରି କରୁଛି ତାକୁ ସାହାଯ୍ୟ କରିବ କାହିଁକି? ତମେ ନିଜେ କହୁନ, ନିଜକୁ ନିଜେ ପରିବର୍ତ୍ତନ ହେଇଯାଉନ। ଆଜି ଯଦି ଇଏ ବାକ୍ୟ ଯଦି କେହି ତ୍ରୁଟି କରନ୍ତି, ଦେଖନ୍ତୁ ଅଚାନକ ବିପଦରେ ସମ୍ମୁଖୀନ ହେବେ। ସାବଧାନ ସାବଧାନ ସାବଧାନ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।